ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଆକଳନ ଫର୍ଦ୍ଦ। ପ୍ରଶ୍ନ 1। ତଳେ ଦିଆଯାଇଥିବା ସଂଖ୍ୟା ଯୋଡ଼ାର ସାଧାରଣ ଗୁଣନୀୟକ ଗୁଡ଼ିକୁ ଲେଖ। ଗସାଗୁ। ସବୁଠାରୁ ବଡ଼ ସାଧାରଣ ଗୁଣନୀୟକ ସ୍ଥିର କର। କ 4 ଓ 6। 4ର ଗୁଣନୀୟକ 1, 2, 4। 6ର ଗୁଣନୀୟକ 1, 2, 3, 6। 4 ଓ 6ର ସାଧାରଣ ଗୁଣନୀୟକ 1, 2। 4 ଓ 6ର ଗସାଗୁ। ସେମିତି 8 ଓ 14ର ଗସାଗୁ ନିର୍ଣ୍ଣୟ କରିବା। ପ୍ରଥମେ 8ର ଗୁଣନୀୟକ 1, 2, 4, 8। ସେମିତି 14ର ଗୁଣନୀୟକ ହେଉଛି 1, 2, 7, 14। 8 ଓ 14ର ସାଧାରଣ ଗୁଣନୀୟକ 1 ଏବଂ 2। 8 ଓ 14ର ଗସାଗୁ ହେଲା 2। ପ୍ରଶ୍ନ 2। ନିମ୍ନ ସଂଖ୍ୟାଗୁଡ଼ିକର ଗସାଗୁ ବାହାର କର। କ 8 ଓ 10। 8 ଓ 10ର ଗସାଗୁ ବାହାର କରିବା। ପ୍ରଥମେ 8ର ଗୁଣନୀୟକ ଗୁଡ଼ିକୁ ଲେଖିବା, ଯଥାକ୍ରମେ 1, 2, 4, 8। ସେମିତି 10ର ଗୁଣନୀୟକ ଗୁଡ଼ିକ ଲେଖିବା 1, 2, 5, 10। 8 ଏବଂ 10ର ସାଧାରଣ ଗୁଣନୀୟକ ହେଉଛନ୍ତି 1 ଏବଂ 2। ତା'ର ଗସାଗୁ ହେଉଛି 2। ସେମିତି 10 ଓ 15। 10ର ଗୁଣନୀୟକ 1, 2, 5, 10। 15ର ଗୁଣନୀୟକ 1, 3, 5, 15। ତା'ର ସାଧାରଣ ଗୁଣନୀୟକ ହେଉଛି 1, 5। ତା'ର ଗସାଗୁ ହେଉଛି 5। ପ୍ରଶ୍ନ 3। ନିମ୍ନ ସଂଖ୍ୟାଗୁଡ଼ିକର ଲସାଗୁ ବାହାର କର। କ 3 ଓ 5। 3ର ଗୁଣିତକ ଗୁଡ଼ିକୁ ଲେଖିବା 3, 6, 9, 12, 15। ସେମିତି 5ର ଗୁଣିତକ ଗୁଡ଼ିକୁ ଲେଖିବା 5, 10, 15, 20। ତା'ର ସାଧାରଣ ଗୁଣିତକ ହେଉଛି 15, 30। ତା'ର ଲସାଗୁ ହେଉଛି 15। ଖ 6 ଓ 8ର ଲସାଗୁ ବାହାର କରିବା। 6 ଏବଂ 8ର ଲସାଗୁ ହେଉଛି 24। ଗ 4, 6 ଓ 8ର ଲସାଗୁ ବାହାର କରିବା। 4ର ଗୁଣିତକ 4, 8, 12, 16, 20, 24, 28, 32। ସେମିତି 6ର ଗୁଣିତକ 6, 12, 18, 24, 30, 36, 42। 8ର ଗୁଣିତକ 8, 16, 24, 32, 40, 48। 4, 6, 8ର ସାଧାରଣ ଗୁଣିତକ 24, 48, 72। 4, 6 ଓ 8ର ଲସାଗୁ ଲଘିଷ୍ଠ ସାଧାରଣ ଗୁଣିତକ 24। ପ୍ରଶ୍ନ 4। ଶୂନ୍ୟସ୍ଥାନ ପୂରଣ କର। କ ପ୍ରତ୍ୟେକ ସଂଖ୍ୟାର କ୍ଷୁଦ୍ରତମ ଗୁଣନୀୟକଟି। 1। ଖ ପ୍ରତ୍ୟେକ ସଂଖ୍ୟାର ବୃହତ୍ତମ ଗୁଣନୀୟକଟି ସେହି ସଂଖ୍ୟା ନିଜେ। ଗ 3 ଓ 5ର ଗସାଗୁ 1 ଅଟେ। ଘ 3 ଓ 5ର ଲସାଗୁ 15 ଅଟେ। ଙ
ଦୁଇଟି ମୌଳିକ ସଂଖ୍ୟାର ଗସାଗୁ ହେଉଛି 1 ଚ ପ୍ରତ୍ୟେକ ସଂଖ୍ୟାର କ୍ଷୁଦ୍ରତମ ଗୁଣିତକଟି ହେଉଛି ସେ ନିଜେ। ପ୍ରଶ୍ନ 5 ନିମ୍ନ ସଂଖ୍ୟାଗୁଡ଼ିକର ଲସାଗୁ ବାହାର କର। କ 2 ଓ 10। 2 ଓ 10ର ଲସାଗୁ ହେଉଛି 10। ସେମିତି 5 ଓ 7। 5 ଏବଂ 7ର ଲସାଗୁ ହେଉଛି 35। ଗ 2 3 4। 2 3 ଓ 4ର ଲସାଗୁ ହେଉଛି 12।